ଆମରି ବାଡ଼ିରୁ ଏତକ ଛତୁ ଆଜି ଶିବ ତୋଳି ଆଣିଛି। ମୁଁ ତୋଳିଲା ବେଳେ ଗଲିନି, ସେ ତୋଳିକି ମତେ ଗୋଟେ ଛତୁ ଦେଖେଇଲା, କହିଲା ଏଇଟା ବୋଉ ଖାଆନ୍ତି। ମୁଁ କହିଲି ଆରେ ଏଇଟା ପୁରା ନାଡ଼ ଛତୁ, ଏଇଟା ୟାର ନାଡ଼ଟା ଏମିତି ବହୁତ ଲମ୍ବା ଥାଏ, ଆକୁ ନାଡ଼ ଛତୁ ବୋଲି କହନ୍ତି। ଆକୁ ମୁଁ ଏବେ ବାଛିଦେବି, କେମିତି ରୋଷେଇ ହବ ଆପଣମାନଙ୍କୁ ଦେଖେଇବି। ଏତିକି ଛତୁ ଆମର ଆଜି ବାଡ଼ିରୁ ତୋଳା ହେଇଛି। ଆମେ ମାନେ ବିଶେଷ ଭାବରେ ବଟମ ଛତୁ ଆଉ ଯୋଉ ପୁଆଳ ଛତୁ ଆମେ ଯୋଉଟାକୁ କହୁଛେ ବା ନଡ଼ା ଛତୁ, ସେଇଥିରେ ଆମେ ବେଶୀ ପରିଚିତ, ଆଉ ସେଇଟା କିଣିବାକୁ ମିଳୁଛି। ଏଇଟା କିନ୍ତୁ ଜଙ୍ଗଲିଆ ଜାଗାରେ, ବାଲିଆ ଜାଗାରେ ଫୁଟେ। ଅନେକ ପ୍ରକାର ଛତୁ ତ ଅଛି, ସେଗୁଡାକ କହି କିଛି ଲାଭ ନାହିଁ। ମୁଁ ଆଗରୁ କହିଛି ମୋ ଘର କେଉଁଝର, ସେଠି ଏତେ ପ୍ରକାର ଛତୁ ଯେ ମୁଁ କେବେ ସୁଯୋଗ ପାଇଲେ ଆପଣମାନଙ୍କୁ କହିବି। ଆଜି ଏଇ ନାଡ଼ ଛତୁ ଟିକ ତୋଳି ଆଣିବାରୁ ମୋ ମନଟା ବଡ଼ ଖୁସି ହେଇଗଲା। ବୋଉ ଆକୁ ବଡ଼ ସୁଆଦିଆ କରି ରାନ୍ଧେ, ସେମିତି ସୁଆଦ ହଉ କି ନ ହଉ, ମୁଁ ବୋହୂମାନଙ୍କୁ ବତେଇ ଦେଇ ଧୋଇ ଧାଇ ଦେଇ ଗାଧେଇ ଗଲି। ନା ତା ନାଡ଼ଟା ଏତେ ସ୍ୱାଦିଷ୍ଟ ନୁହେଁ। ସେ ନାଡ଼ଟିକୁ କାଢ଼ିଦେବେ, ଚିପିବେ, ଯୋଉଠୁ ନାଡ଼ଟା ପୋଲା ଥିବ ସେଇଠୁ କାଟିଦେବେ। ତାପରେ କଢ଼ଟିକୁ ଦି ଖଣ୍ଡ କରି କାଟିବେ। କଢ଼ଟି ବେଶ ଟାଣୁଆ, ଆଉ ତାକୁ ଟିକେ ଭାଜିଦେବେ। ଧୋଇଲା ବେଳେ ହିଁ ଆପଣ ଅନୁଭବ କରିବେ ଯେ ଏଇଟା ଟିକେ ନାଳୁଆ ଲାଗେ। ତା ନାଳ ଟିକେ, ଆମେ ଯେମିତି ଭେଣ୍ଡି ଯୋଉଥିରେ ପକେଇଲେ ଆଗୁଆ ଟିକେ ଭାଜି ଦିଅନ୍ତି, ତା ନାଳ ଟିକେ ମାରିବା ପାଇଁ ଅଳ୍ପ ତେଲ ହଳଦୀ ଦେଇ ତାକୁ ଭାଜିଦେବେ। କିଛି ଆଳୁ ସିଝେଇବେ, ପୁରା ଆଳୁଦମ ପାଗମ, କହିବାର କିଛି ନାହିଁ। ଆପଣ ସେଇ ପିଆଜ ରସୁଣ ଅଦା ଜିରା ମସଲା ବାଟିବେ, କଡ଼େଇରେ ତେଲ ଦେବେ। ଆମ ଘରେ ସବୁ ମସଲା ବନ୍ଦ କରିଦେଇଥିବାରୁ ବୋହୂମାନେ ରଙ୍ଗ ହେବା ପାଇଁ, ମାନେ ତରକାରୀଟା ଟିକେ କଲରଫୁଲ ହେବା ପାଇଁ ଟିକେ ଚିନି ଦଉଛନ୍ତି। ଆଉ ସେଟା ବି ଆଉ କଣ ମନା କରିବି, ଚିନି ଟିକେ ସେମାନେ ଦଉଛନ୍ତି। ଚିନି ଦେଇକି ମସଲାଟାକୁ କଷିବେ। କାହିଁ ଟମାଟୋ ପକେଇବା ଦେଖେଇ ନାହାନ୍ତି, ଭୁଲିଗଲେ କି କଣ କେଜାଣି, କିନ୍ତୁ ଟମାଟୋ ସେମାନେ ନ ପକେଇଥିଲେ ବି ଆପଣ ନିଶ୍ଚୟ ପକେଇବେ। ତାହେଲେ ଆପଣଙ୍କର କଲର ବି ଭଲ ହବ, ଟେଷ୍ଟ ବି ବହୁତ ଭଲ ହବ। ଯୋଉମାନଙ୍କୁ ଆମ୍ବୁଲ ପକେଇ କରିବାକୁ ଭଲ ଲାଗେ, ସେମାନେ ମସଲା ନ କଷେଇକି ସୋରିଷ ଆମ୍ବୁଲ ଦେଇକି କେବଳ ଛତୁଟାକୁ କଲେ ବଢିଆ ଲାଗିବ। ତା ସାଙ୍ଗେ ଜହ୍ନି ମିଶେଇ ଦେବେ। କିନ୍ତୁ ଏଇଟା ଆପଣ ଆଳୁଦମ ପାଗରେ କରିବେ, ପୁରା ହେଇଠି ସିଝା ଆଳୁ ପଡିଲା, ତାକୁ କଷେଇ ଦେଇକି ହେଇ ଆସିଲା ବେଳକୁ ଟିକେ ଗରମ ପାଣି ଦେଇଦେବେ। ଆଉ କଣ, ସେ ଫୁଟିଗଲେ ତରକାରୀ ରେଡି। ୟାକୁ ଆପଣ ଭାତରେ ଖାଆନ୍ତୁ, ରୁଟିରେ ଖାଆନ୍ତୁ, ଯୋଉଥିରେ ବି ଖାଆନ୍ତୁ, ଭାରି ସ୍ୱାଦିଷ୍ଟ, ଗୋଟେ ଅଲଗା ପ୍ରକାର ବାସ୍ନା। ସେଥିପାଇଁ ମୁଁ ଏଠି ଗରମ ମସଲା କି ତେଜପତ୍ର କିଛି ବି ପକାଏ ନାହିଁ, ତାର ସ୍ୱାତନ୍ତ୍ର ରହିବ ବୋଲି। ମୁଁ କେଉଁଝରର ଝିଅ, ଆଜି ଏଇଠୁ ବାଡ଼ିରୁ ନାଡ଼ ଛତୁ ଟିକେ ପାଇକି ମୋ ମନ ପୁରା ଆନନ୍ଦରେ ନାଚିଗଲା। ଯଦି ଆଉ କେତେବେଳେ ଫୁଟିଥିବାର ଦେଖିବି, ମୁଁ ଆପଣମାନଙ୍କୁ ଦେଖେଇବି। ଆଉ ଆପଣମାନେ ଯଦି କୌଣସି ପାର୍ବତ୍ୟ ଅଞ୍ଚଳରେ ଅଛନ୍ତି, ଏଇ ଛତୁ ଆଣିକି ପୁରା ଆଳୁଦମ ପାଗରେ ଏଇ ତରକାରୀକୁ କରନ୍ତୁ। ରୁଟି ଭାତ ଯୋଉଥିରେ ହେଲେ ଖାଇକି ତାର ମଜା ନିଅନ୍ତୁ। ଆଉ ଜଙ୍ଗଲୀ ଛତୁର ବାସ୍ନା ଗୋଟେ ସ୍ୱାତନ୍ତ୍ରତା ଥାଏ, ସ୍ୱାଦରେ ବି ଥାଏ। ଆପଣ ତ ଦେଖୁଛନ୍ତି, ଯଦି ପାଇବେ ବନେଇକି ଚାଖନ୍ତୁ।